ଠିକ୍ ଆଜିର ଦିନରେ ସେଦିନ ତା ସହ ଶେଷ ଦେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ଭୁବନେଶ୍ୱରରୁ ସାଥୀ ହେଇ ଯାଇଥିଲୁ। ତାକୁ ତା ବାପା ପାଖରେ ଛାଡ଼ି ଫେରିଲା ବେଳେ ସେ ବେଶ୍ ଖୁସି ଥିଲା। ଆଉ ଶେଷ ଥର ପାଇଁ ବୋଧେ ସେ ମୋତେ ବିଦାୟ ଦେଲାବେଳେ ପାଦ ଛୁଇଁ ମୁଣ୍ଡିଆ ବି ମାରିଥିଲା। ମୁଁ ଆମ ଘରକୁ ଚାଲି ଯାଇଥିଲି। ଗାଁରେ ମୋ କାମ ସାରି ମୁଁ ଭୁବନେଶ୍ୱର ଅଫିସକୁ ଫେରି ଆସିଥିଲି। ହେଲେ ସେ 4 ଦିନ ପାଇଁ ଘରକୁ ଯାଇଥିବା ମଣିଷଟା ଆଉ କେବେ ମୋ ପାଖକୁ ଫେରିବନି ମୁଁ କେବେ ଭାବିନଥିଲି ଭାଇ। ଦେଖୁ ଦେଖୁ ସେ ଯିବାର 1 ସପ୍ତାହ ବିତି ଯାଇଥିଲା। କେବେ ଆସିବୁ ବୋଲି ତାକୁ କଲ୍ କରିଥିଲି। ସେ କହିଥିଲା ମାମା ଯିବାକୁ ମନା କରୁଛି। କାରଣ କ'ଣ ଜଣା ନାହିଁ। ପ୍ରଥମେ ମଜାକ ଭାବୁଥିବା କଥାଟା ଯେତେବେଳେ ସତ ଜାଣିଲି ସେତେବେଳେ ମୋ ପାଦ ତଳୁ ମାଟି ଖସି ଯାଇଥିଲା। ଆପଣ ଭାବୁଥିବେ ତା ସହ ମୋର ଏମିତି କ'ଣ ସମ୍ପର୍କ ଥିଲା। ସେମିତି ହାଇବାର ସମ୍ପର୍କଟା ଦିନେ ନିବିଡ଼ ସମ୍ପର୍କରେ ପରିଣତ ହୋଇଯାଇଥିଲା। ଦୂର ସମ୍ପର୍କଟା ଦିନେ ମୋ ନିଜର ମଣିଷ ପାଇଁ ଅତି ନିକଟତର ହୋଇଯାଇଥିଲା। କାହିଁକିନା ମୋ ମନର ମଣିଷର ସେ ଥିଲା ଅତି ପ୍ରିୟ ମଣିଷ। ଦିନେ ତା ଉପରେ ଯଦି କିଛି କାମରେ ରାଗି ଯାଉଥିଲି ମୋ ପ୍ରିୟା ମୋ ଉପରେ ଭାରି ରାଗି ଯାଉଥିଲା। ହେଲେ ଯେତେବେଳେ ସେ ବଦଳି ଯାଇଥିଲା କିଛି ଦିନ ପର୍ଯ୍ୟନ୍ତ ସେ ନ ଆସିବାର କାରଣ ମୋତେ ଜଣାପଡ଼ିନଥିଲା। କିନ୍ତୁ ମୋ ଅଫିସ ତା ବିନା ଚାଲିବା ସମ୍ଭବ ବି ନଥିଲା। ଆଉ ସେହି ସମୟରେ 2 ଜଣ ଷ୍ଟାଫଙ୍କର ବାହାଘର ପାଇଁ ସେମାନେ ଚାକିରି ବି ଛାଡ଼ି ଯାଇଥିଲେ। ଏ କଥା ସେ ଜାଣିଥିଲା। ସେଥିପାଇଁ ସେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲା। କିନ୍ତୁ ତା ପାଖରେ କିଛି ରାସ୍ତା ନଥିଲା। ଅନେକ ଚେଷ୍ଟା କରି ଶେଷରେ ବିଫଳ ହେବାକୁ ପଡ଼ିଥିଲା। ଆଉ ସେ ନ ଆସିବାର କାରଣ ଖୋଜିବା ଆରମ୍ଭ କରିଦେଇଥିଲି। ସେ ନ ଆସିବାର କାରଣ ଆଉ କେହି ନୁହେଁ, ଆମ ନିଜ ଲୋକମାନେ ହିଁ ଥିଲେ। କିଏ ତା ମାମାକୁ କଲ୍ କରି ଆମ ସମ୍ପର୍କକୁ ନେଇ ଅନେକ କଥା କହିଥିଲା ତ କିଏ ଆମ ପବିତ୍ର ସମ୍ପର୍କକୁ ବେଶ୍ ଭଲ ଭାବରେ ବଦନାମ କରି ଚାଲିଥିଲା। 3 ତୁଣ୍ଡରେ ଛେଳି କୁକୁର ଭଳି ମୋ ପ୍ରିୟା ବି ସେମାନଙ୍କ କଥାକୁ ବିଶ୍ୱାସ କରି ତାଙ୍କ କଥାରେ ଚାଲିବା ଆରମ୍ଭ କରିଥିଲା। ଏପଟେ ତା ବିନା ଅଫିସରେ ଅସୁବିଧା, ସେପଟେ ବଦନାମ। ଭାଙ୍ଗି ପଡ଼ିଥିଲି ଭାଇ। ଅନେକ ଅସୁବିଧାର ସମ୍ମୁଖୀନ ବି ହେଇ ଚାଲିଥିଲି। କିନ୍ତୁ ସେମାନେ ଚାହୁଁଥିଲେ ଘର ବରଂ ପୋଡ଼ୁ, ଓଡ଼ଶ କିନ୍ତୁ ସଫା ହେଇଯାଆନ୍ତୁ। ସବୁ କାରଣ ଭିତରେ ଗୋଟେ କାରଣ ତ ଜାଣିସାରିଥିଲି। ଆମ ସମ୍ପର୍କକୁ ନେଇ ଈର୍ଷା କରୁଥିବା କିଛି ନିଜ ଲୋକମାନେ ସହିପାରୁନଥିଲେ। ଆମ ଘରେ ଗୋଟେ ଫଙ୍କସନରେ ସବୁ ଏକାଠି ହେଇଥିଲେ। ତାର ସବୁ ଦାୟିତ୍ୱ ଆଉ ଅଫିସର ସବୁ କାମ ଦେଖି ଈର୍ଷା କରିବା ଆରମ୍ଭ କରିଦେଇଥିଲେ। ତାକୁ ମୋ ପାଖରୁ ଦୂରେଇବାର ସେ ପ୍ରୟାସ, ମୋ ଅଫିସରୁ ତାକୁ ହଟେଇବାକୁ ବଡ଼ ଷଡ଼ଯନ୍ତ୍ର ବି କରିବା ଆରମ୍ଭ କରିଥିଲେ। ସବୁ ଯୋଜନା ଫେଲ୍ ମାରିବା ପରେ ତାଙ୍କ ଘରକୁ ଫୋର୍ସ କରିଥିଲେ। ସବୁ ପରେ ବି ସେ ଘରେ ରହି ଅଫିସର ଅଧା କାମ କରିଚାଲିଥିଲା। ହେଲେ ସେଇଟା ବି ଶେଷରେ ସହିପାରିନଥିଲେ। ଯାହାଫଳରେ ସେ ସବୁଦିନ ପାଇଁ ମୋ ସହ ସମ୍ପର୍କ କାଟିବାକୁ ଯାଇ ମୋତେ ସବୁଥିରୁ ବ୍ଲକ୍ କରିସାରିଥିଲା। ମୋ ପ୍ରିୟା ବି ପ୍ରଥମେ କିଛି ବୁଝିପାରୁନଥିଲେ ବି ଶେଷରେ ତାଙ୍କର ସେ ଚକ୍ରାନ୍ତରେ ଫସି ଯାଇଥିଲା। କିଛି ଦିନ ପରେ ଅନେକ ଅସୁବିଧା ଦେଖି ତାକୁ ପୁଣି ଆଣିବାକୁ ମନସ୍ଥ କରି ତାଙ୍କ ଘରେ ଆମେ ପହଞ୍ଚି ଯାଇଥିଲୁ। ଅନେକ ବୁଝେଇଲା ପରେ ତା ମାମା 1 ମାସ ପାଇଁ ଛାଡ଼ିବାକୁ ରାଜି ହେଇଥିଲା। ତାରି ଭିତରେ ଆମକୁ ନୂଆ ପିଲାକୁ ଟ୍ରେନିଂ ଦେବାର ଥିଲା। ସେଦିନ ରାତିରେ ପହଞ୍ଚିବା ପରେ ପରଦିନ ଅଫିସ କାମ ଠିକ୍ଠାକ୍ ତ କରିଥିଲା। ହେଲେ ସନ୍ଧ୍ୟାରେ ଗୋଟେ କଲ୍ ଆସିଥିଲା। ଆଉ ସେଇ କଲ୍ ତା ବାପାଙ୍କର ଥିଲା। କଲେଜ ଯାଇ ସାର୍ଟିଫିକେଟ୍ ଆଣିବା ବାହାନାରେ ତାକୁ ଘରକୁ ଡକେଇ ଅଟକେଇ ଦିଆଯାଇଥିଲା। ସେ ଗଲା ପରେ ଅନେକ ଦିନ ଧରି ତା ଫୋନ୍ଟା ବନ୍ଦ ରହିଥିଲା। ଆଉ ଯେବେ ଫୋନ୍ ଅନ୍ କଲା ଗୋଟେ ମେସେଜ୍ କରିଥିଲା। ଯଦି ମୋତେ ସତରେ ନିଜ ଭଉଣୀ ବୋଲି ଭାବୁଥିବ ତେବେ ମେସେଜ୍ କି କଲ୍ କରିବନି ଭାଇ। ମୋର କିଛି ଉତ୍ତର ନଥିଲା। କ'ଣ ତାକୁ ଉତ୍ତର ଦେବି ଭାବି ଚାଲିଥିଲି। ଆଉ ମୋ ଉତ୍ତର ଭାବିବା ଭିତରେ ତାର ସେ ମୋବାଇଲର ବ୍ଲକ୍ ଲିଷ୍ଟକୁ ମୁଁ ସବୁଦିନ ପାଇଁ ଚାଲି ଯାଇ ସାରିଥିଲି। ଏମିତି ନୁହେଁ କି ସେ ମୋତେ ବ୍ଲକ୍ କଲାବେଳେ ତାକୁ କଷ୍ଟ ହୋଇନଥିବ। ଏମିତି ନୁହେଁ କି ସେ ମୋ ସହ ସବୁ ସମ୍ପର୍କ କାଟିଲା ବେଳେ ତାକୁ ଯନ୍ତ୍ରଣା ହୋଇନଥିବ। ସବୁ ପରେ ବି ତା ଇଜ୍ଜତ ଅପେକ୍ଷା ସେ ମୋ ଇଜ୍ଜତ କଥା ବେଶୀ ଚିନ୍ତା କରୁଥିଲା। ସେ ଦୂରେଇ ଯିବାର କାରଣ ତ ଅନେକ ଥିଲା। ସେସବୁ କାରଣ ମୋତେ ଜଣାଥିଲା। କିନ୍ତୁ ଗୋଟେ କଥା ତ ମୋତେ ଭାରି ବାଧିଥିଲା। ସେଇ କଥାଟା ହେଲା ସେଦିନ ରାତିରେ ଆମେ 2 ଜଣ ତାକୁ ଯାଇ ତାଙ୍କ ଘରୁ ଆଣିବା ପରେ ତାଙ୍କ ଘରକୁ କଲ୍ ଯାଇଥିଲା। ଆଉ ସେ କଲ୍ କରିଥିବା ମଣିଷଟା କହିଥିଲା ଝିଅକୁ ପୁଣି ଛାଡ଼ିଛ, ସେ କ'ଣ ଆଉ ଫେରିବ? ଏବେ ତମ ଝିଅ କଥା ତମେ ବୁଝିବ। ଏଇ କେଇପଦ କଥା ଶୁଣିବା ପରେ କୋଉ ବାପା ମା ନିଜ ଝିଅକୁ ଛାଡ଼ିବେ ଆଜ୍ଞା? ସବୁ ମିଛ ଭିତରେ ଗୋଟେ ସତ ଏଇଟା ତ ଥିଲା, ସେ ମୋ ପ୍ରିୟାର ଅତି ଖାସ୍ ନଥିଲା। ସେ ମୋର ବି ଖାସ୍ ହେଇସାରିଥିଲା। ସେ ମୋଠୁ ଅନେକ ସାନ ଥିଲା। ତା ସହ ମୋର ସମ୍ପର୍କ କ'ଣ ଥିଲା କେବଳ ସେ ହିଁ ଜାଣିଥିଲା। କାହିଁକି ନା ଆଉ କେହି ଆମ କଥାକୁ ବିଶ୍ୱାସ କରିବେ ମୋର ଆଉ ଆଶା କି ଭରସା ନଥିଲା। ସେ ମୋ ପାଇଁ ଗୋଟେ ଭଉଣୀଠୁ କମ୍ ନଥିଲା, ଯିଏ ମୋତେ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଭୁଲୁ ନଥିଲା। ସେ ମୋ ପାଇଁ ଗୋଟେ ଝିଅଠୁ କମ୍ ନଥିଲା, ଯେଉଁ ଝିଅ ନିଜ ବାପାକୁ ଯେତିକି ମାନୁଥିଲା ମୋତେ ବି ସେତିକି ମାନୁଥିଲା। ସ୍ନେହ, ପ୍ରେମ ଆଉ ଭଲ ପାଇବା ଭିତରେ ଏଇ ଆମର ସମ୍ପର୍କଟା ଗୋଟେ ନିଆରା ସମ୍ପର୍କ ଥିଲା।
ମୋତେ ଡରୁଥିଲା, ମୋ ସହ ମଜା ବି କରୁଥିଲା। ମୋଠୁ ସେ ଯେତିକି ସ୍ନେହ ପାଉଥିଲା ସେ ବି ମୋତେ ସେତିକି ମାନୁଥିଲା, ଭଲ ପାଉଥିଲା ଆଉ ବିଶ୍ୱାସ ବି କରୁଥିଲା। ଏ ସମ୍ପର୍କ ନିବିଡ଼ ହେବାର କାରଣ ମୋ ପ୍ରିୟା ନିଜେ ହିଁ ଥିଲା। ହେଲେ ଆମର ଏ ପବିତ୍ର ସମ୍ପର୍କଟା ଶେଷରେ କେଉଁ ଏକ ବଦନାମ ଗଳିରେ ସବୁଦିନ ପାଇଁ ଲୁଚି ଯାଇଥିଲା। ସବୁଠୁ ବେଶୀ କଷ୍ଟ ଲାଗିଥିଲା ଯେଉଁଦିନ ସମସ୍ତଙ୍କ କଥାରେ ପଡ଼ି ମୋ ପ୍ରିୟା ବି ଆମ ଦୁଇଜଣ ସମ୍ପର୍କକୁ ନେଇ ସନ୍ଦେହ କରିବା ଆରମ୍ଭ କରିଦେଇଥିଲା। ସେ ଗଲା ପରେ ଭାଙ୍ଗି ପଡ଼ିଥିବା ମୋ ଭଳି ଜଣେ ମଣିଷ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରି ସବୁକିଛି ଠିକ୍ କରିବାକୁ ସମୟ ଲାଗିଥିଲା। ହେଲେ ମୋର ଅନେକ କିଛି କ୍ଷତି ହୋଇସାରିଥିଲା, ଯେଉଁ କ୍ଷତିକୁ ଭରଣା କରିବାକୁ ଯାଇ ଆଜି ବି ସଂଘର୍ଷ କରିବାକୁ ପଡ଼ୁଥିଲା। ହେଲେ ଆଜି କାହିଁକି ଏକଥା କହୁଛି? କାହିଁକି ନା ଆଜିର ଦିନରେ ମାନେ ଏଇ ମକର ସଂକ୍ରାନ୍ତିରେ ଅଫିସରେ ପୂଜା ହେଇଥିଲା। ଆଉ ପୂଜା ସାରି ଆମେ ସମସ୍ତେ ଖୁସିରେ ବାହାରି ଯାଇଥିଲୁ ନିଜ ନିଜ ଘରକୁ। ତାକୁ ତାଙ୍କ ଛକ ପାଖରେ ତା ବାପା ପାଖରେ ଛାଡ଼ି ଆମେ ଆମ ଘରକୁ ଯାଇଥିଲୁ। ଆଉ ଏଇ ମକର ସଂକ୍ରାନ୍ତି ଦିନ ହିଁ ସେ ସବୁଦିନ ପାଇଁ ମୋ ପାଖରୁ ଦୂରେଇ ଯାଇଥିଲା। ନା ସେବେଠୁ କେବେ ଆଉ ଦେଖା ହେଇଛି ନା କଥା ହେଇଛି। ଯେଉଁମାନଙ୍କ ପାଇଁ ତା ସହ ସମ୍ପର୍କ କଟିଥିଲା ସେମାନେ ସମସ୍ତେ ଏବେ ମିଶୁଛନ୍ତି ଆଉ ତା ସହ ସମ୍ପର୍କ ବି ରଖୁଛନ୍ତି। ଆଉ ସେ ବି ତାଙ୍କ ସହ ସମ୍ପର୍କ ରଖିଛି। ସମସ୍ତଙ୍କ ସହ ସମସ୍ତେ ସମ୍ପର୍କ ରଖିଛନ୍ତି, ଖାଲି ଯାହା ମୁଁ ନିଜକୁ ଏକା କରିଦେଇଛି। ଏବେ ବି ମୋ ପ୍ରିୟା ମୁଣ୍ଡରେ ସେଇ ଭୂତ ଅଛି, କାଳେ ମୁଁ ତାକୁ ଛାଡ଼ି ତା ଖାସ୍ ଲୋକ ଆଡ଼କୁ ଢଳିଯିବି। ଏମିତି ତା ମୁଣ୍ଡକୁ ବିଗାଡ଼ି ଦିଆଗଲା। ତାର ସବୁ ଭରସା ମୋ ଉପରୁ ତୁଟି ସାରିଥିଲା। ମୋ ପ୍ରିୟାଟା ପରଲୋକଙ୍କୁ ଭରସା କରିପାରୁଥିଲା, ହେଲେ ତା ନିଜଠୁ ବେଶୀ ଭଲ ପାଉଥିବା ମୋତେ ଆଉ ତାର ସେ ଖାସ୍ ଲୋକକୁ ଜମା ଭରସା ନଥିଲା। ସବୁବେଳେ ତାକୁ ଭୁଲିବାକୁ ଚେଷ୍ଟା କରିଛି ଆଉ ଭୁଲି ବି ସାରିଛି। କିନ୍ତୁ ଏମିତି କିଛି ଦିନକୁ ମୁଁ ବୋଧେ କେବେ ଭୁଲି ପାରିବିନି, ଯେଉଁଦିନ ମୋତେ ଏତେ ବଦନାମ ଦେଇ ଆମ ପବିତ୍ର ସମ୍ପର୍କକୁ ସବୁଦିନ ପାଇଁ ଦୂରେଇ ଦିଆଯାଇଛି। ଯେଉଁଦିନ ମୋ ଜୀବନରେ ଗୋଟେ ବଦନାମର ଛବି ସବୁଦିନ ପାଇଁ ଆଙ୍କି ହେଇଯାଇଛି। କ'ଣ ଭାବୁଛନ୍ତି ଏମିତି ଲୋକ ବି ଏ ଦୁନିଆରେ ଅଛନ୍ତି ଯେ ଭଲ ସମ୍ପର୍କକୁ ଖରାପ କରିପାରନ୍ତି ଆଉ ସବୁଦିନ ପାଇଁ ଏମିତି ପବିତ୍ର ସମ୍ପର୍କକୁ ଦୂରେଇ ଦେଇପାରନ୍ତି? ହେଲେ ଗୋଟେ କଥା ତ ବୁଝିପାରିଲେନି ଆଜ୍ଞା, ଏମିତି କରି ସେମାନଙ୍କୁ କ'ଣ ମିଳେ ଆଉ ଏମିତି ସମ୍ପର୍କ ଭାଙ୍ଗି ସେମାନଙ୍କୁ କି ଖୁସି ମିଳେ? ଜାଣିନି ଏ କାହାଣୀ କାହାକୁ କେତେ ଭଲ ଲାଗିଲା। ଯଦି ଏ ଅନାବନା କଥାରୁ ଲେଖାଥିବା କାହାଣୀ ଆପଣଙ୍କୁ ଭଲ ଲାଗିଥିବ ତେବେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।